ମନୋହର ନାମକ ପୁରକ ଗୋଟିଏ ଗ୍ରାମରେ ରାଜୁ ନାମକ ଗୋଟିଏ ଚାଷୀର ଛୋଟିଆ ପରିବାରଟିଏ ରହୁଥିଲେ। ଖରା ଛୁଟି ମଧ୍ୟ ପାଖେଇ ଆସୁଥାଏ ଏବଂ ପିଲାମାନଙ୍କ ସ୍କୁଲ ମଧ୍ୟ ଛୁଟି ହୋଇଯାଇଥାଏ। ରାଜୁର ପୁଅର ନାମ ଥିଲା ସୋନୁ। ସୋନୁ ତା ବୋଉକୁ କହିଲା, ସ୍କୁଲ ଛୁଟି ହୋଇଯାଇଛି, ମୁଁ ଅଜା ଘର ଗାଁକୁ ଯାଇ ବୁଲି ଆସେ। କିନ୍ତୁ ତା ବୋଉ କଥା ତାର ଶୁଣିଲା ନାହିଁ। ସେଥିପାଇଁ ସୋନୁ ରାଗିଯାଇ କାନ୍ଦିବାକୁ ଲାଗିଲା ଏବଂ ସନ୍ଧ୍ୟାବେଳେ ତା ବାପା ଘରକୁ ଆସିବାରୁ ତା ବୋଉ ତା ବାପାଙ୍କୁ ସମସ୍ତ ଘଟିଥିବା ଘଟଣା କହିଲା ଏବଂ ତା ବାପା ସୋନୁକୁ ଅଜାଘର ଗାଁକୁ ଯିବା ପାଇଁ କହିଲେ। ଏବଂ ତା ପରଦିନ ସୋନୁ ଅଜାଘର ଗାଁକୁ ବାହାରିଲା। ଗାଡ଼ି ଯାଇ ସୋନୁ ଘର ଅଜାଘର ଦାଣ୍ଡରେ ପହଞ୍ଚିଗଲା ଏବଂ ସୋନୁ ସେଠାରେ ଓହ୍ଲାଇଲା। ସୋନୁ ଅଜା ଘରେ ପହଞ୍ଚି ଆଈଙ୍କୁ ପ୍ରଣାମ କଲା ଏବଂ ଆଈଙ୍କ ପାଖରେ ବସି ଦୁଃଖ ସୁଖ ହେବାକୁ ଲାଗିଲା। ମୁଁ ପରଦିନ ସେ ଦେଖେ ତ ତାର ସାଙ୍ଗ ମୁନାର ମଧ୍ୟ ସ୍କୁଲ ଛୁଟି ହୋଇଯାଇଛି। ସେମାନେ ଦୁହେଁ ମିଶି ଗାଁ ବୁଲିବାକୁ ଗଲେ ଏବଂ ସେମାନେ ପରଦିନ କଥା ହେଉଥିବା ସମୟରେ ସୋନୁର ସାଙ୍ଗ ମୁନା କହିଲା, ଆରେ ଚାଲ ଜଙ୍ଗଲ ବୁଲିବାକୁ ଯିବା। ସୋନୁ ମଧ୍ୟ କହିଲା, ଆରେ ସତ କଥା, ବହୁତ ଦିନ ହେବ ମୁଁ ଜଙ୍ଗଲ ବୁଲି ଯାଇନି, ଚାଲ ଆଜି ଯିବା। ସେମାନେ ଦୁହେଁ ମିଶି ଜଙ୍ଗଲକୁ ଗଲେ ଏବଂ ଜଙ୍ଗଲରେ ବହୁତ ମଜାମସ୍ତି କଲେ ଏବଂ ସେମାନେ ଫେରିଲା ବେଳକୁ ଗୋଟିଏ ଭାଲୁକୁ ଦେଖିଲେ ଯାହାର ଆକାର ବହୁତ ବଡ଼ ଥିଲା ଏବଂ ମୁନା ସୋନୁକୁ ଛାଡ଼ି ଗଛରେ ଚଢ଼ିଗଲା। କିନ୍ତୁ ଭାଗ୍ୟ ଭଲ, ଭାଲୁ ସୋନୁକୁ ନ ଦେଖି ସେଠାରୁ ଚାଲି ଆସିଲା ଏବଂ ତାପରେ ମୁନା ଗଛରେ ଓହ୍ଲାଇ ପଡ଼ିଲା। ସେ ସୋନୁ ପାଖରେ ପହଞ୍ଚି ଦେଖେ ତ ସୋନୁର କିଛି ବି ହେଇନି।